ଆଗେ ଆମ ବାପା ମା 100 ବର୍ଷ ବଞ୍ଚୁଥିଲେ, କିନ୍ତୁ ଏବେ ଆମେ 50 ବଞ୍ଚିବା କଷ୍ଟ ହେଇଯିବ। କାହିଁକି ନା ଆମେ ଏଇ ଯେଉଁ ଖାଦ୍ୟ ଖାଉଛନ୍ତି, ଆମେ 50 ବଞ୍ଚିବା କଷ୍ଟ ହେଇଯିବ ଆମ ପକ୍ଷରେ। ଦେଖୁଛ ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି, ଯେଉଁ ରୋଗରେ ବି ମାନେ ରୋଗ ବି ଆଉ ଭଲ ହେଇପାରିବନି କି ମେଡ଼ିକାଲକୁ ବି ତୁମେ ଯାଇପାରିବ ନାହିଁ। କିନ୍ତୁ ଏବେକା ଯେଉଁ ଛୁଆ ଖାଦ୍ୟ ବାହାରିଲାଣି ବା ଖାଉଛନ୍ତି, ଚାଉମିନ୍, ମ୍ୟାଗି, ୟୁପି, ବିରିୟାନୀ, ସେଥିରେ ଆହୁରି ବେଶୀ କ୍ଷତିକାରକ। ଆମର ଓଡ଼ିଆ ବା ଦେଶୀ ଖାଦ୍ୟ ଟୋଟାଲ ଭୁଲିଗଲେଣି। ଆମେ ଯେଉଁଟାକି ଦେଶୀ ଖାଦ୍ୟ ଖାଉଥିଲେ କି ଦେଶୀ ଏମିତି ଜିନିଷ ଖାଉଥିଲେ, ଗୋଟେ ମିକ୍ସଚର୍ ତିଆରି ହେଉଥିଲା ଦେଶୀ, ବା ସୋଲା ଆସୁଥିଲା ବା ମଟର ଆସୁଥିଲା। ସେ ଜିନିଷକୁ ଏବେ ଦୋକାନରେ ଉଠିଗଲାଣି, ସେଗୁଡ଼ାକ ବିକ୍ରି ହେଉନାହିଁ। କାହିଁକି? ହାୱା ପଶିକିରି ଆସୁଛି, ସେଇ ଯେଉଁ ଚର୍ବି ଫର୍ବିରେ ତିଆରି ହେଉଛି କୁରକୁରି ବା ଭେରାଇଟିର ଜିନିଷ, ସେମିତି ଜିନିଷ ସବୁ ତିଆରି ହେଉଛି, ଛୁଆ ଖାଉଛନ୍ତି। ସେଗୁଡ଼ାକ କ୍ୱାଲିଟି ଭାବିକି ବଡ଼ ବଡ଼ ଲୋକ ମେଣ୍ଟେନ୍ କରୁଛନ୍ତି, ହାଇ ଫାଇ କ୍ୱାଲିଟିର ଏ ଜିନିଷ, ଦୋକାନ ଜିନିଷ ବା ପାଉଚ୍ 1 ନମ୍ବର ଜିନିଷ, ସେ ଜିନିଷକୁ ଖାଉଛନ୍ତି। କିନ୍ତୁ ଆମର ଏଇ ଯେଉଁ ଦେଶୀ ଖାଦ୍ୟ ବା ଏଇ ମଟର, ଚଣା ଏଗୁଡ଼ାକ ବେଶୀ ୟୁଜ୍ କରୁନାହାନ୍ତି। ସେଗୁଡ଼ାକ ଯେଉଁ ଛୋଟ ମୋଟ ଦୋକାନ ଭିତରେ ସେ ଜିନିଷ ବିକ୍ରି ହୁଏ, କିନ୍ତୁ ସେଗୁଡ଼ା କେହି ଖାଆନ୍ତି। ଯେଉଁଠି କାଚ ଲାଗିଥିବ, କାଚ ଭଳି ଲାଗିକରି ଏମିତି ଜିନିଷ ହୁଏ, ସେ ଜିନିଷକୁ ଖାଉଛନ୍ତି। କିନ୍ତୁ ସେଥିପାଇଁ ଆମେ 50 ବର୍ଷ ବଞ୍ଚିଲା ପରେ ଆମ ସେଇ ଯେଉଁ ଛୁଆ ଜେନେରେସନ୍ରୁ ଆସିବେ, ସିଏ 30 ଗଲାବେଳକୁ ପ୍ରାୟ ତାଙ୍କୁ ବି ବଡ଼ ବଡ଼ ତାଠୁ ଆହୁରି ସମସ୍ୟା ଦେଖାଦେବ। କାହିଁକିନା ଏମିତି ସବୁ ଧୀରେ ଧୀରେ ଲୋପ ହେଇ ଆସିଲାଣି। ଯେଉଁଟା 10% ଭଲ ଭାବୁଛ, 90% ସେଟା ଖରାପ। ମୋବାଇଲଟି ବି ଆମେ ଭଲ ଭାବୁଛନ୍ତି, 10% ଭଲ, 90% ଖରାପ। କାହିଁକି ନା ଆମର ଦେଖ, ଫୋନ୍ଟେ କିଏ ବାହାରେ ଅଛି, ଟିକେ କଥା ହେଇଗଲେ ସେଇଟା ଆମକୁ ଭଲ ଲାଗୁଛି, ଆଉ ଫୋନ୍ରେ କଥା ହେଇଯାଉଥିଲା, ଆଗେ ଚିଠି ଦ୍ୱାରା ହେଇଥିଲା। କିନ୍ତୁ ସେ 10% ଭଲ ହେବା ଜାଗାରେ 90% ଇଏ ବାବଦରେ ଆମେ ଖରାପ ହେଇଯାଉଛୁ। କିନ୍ତୁ ସେଠି ମୁଁ ଖରାପ କହିବାକୁ ଚାହୁଁନାହିଁ। ଯିଏ ମୋବାଇଲ ଧରୁଛି ସିଏ ଅନୁଭବ କରିପାରୁଛି ଖରାପର ଅର୍ଥ କ'ଣ। ସେ ଜିନିଷ ଏବେ ଯେଉଁ ହେଇ ଇନଷ୍ଟାଗ୍ରାମ ହଉ, ୟୁଟ୍ୟୁବ୍ ହଉ, କିଛି ଶିଖିବାର ଜିନିଷ ନାହିଁ। କାହିଁକି ନା ଆମେ ଯେକୌଣସି ଜିନିଷ ଦେଖୁଛନ୍ତି, କିଛି ଭଲ ଦେଖିବା ଭଳିଆ, ଶିଖିଲା ଭଳିଆ ଜିନିଷ କିଛି ନାହିଁ। କାହିଁକି ନା ସବୁବେଳେ ଖରାପ ୱାର୍ଡ଼ ବ୍ୟବହାର ହେଉଛି। ଟ୍ୟାଲେଣ୍ଟ ବି କିଛି କାହାର ନାହିଁ। ଯେଉଁ ବ୍ଲକେଜରେ ପକାଉଛନ୍ତି, ଟ୍ୟାଲେଣ୍ଟ ବି କିଛି ନାହିଁ। କିଏ ପଦେ ଗିଅଣା ଦେଇଦେଲା, ସେ ସେଇ ଗିଅଣାକୁ ନେଇକି ସିଏ ଚଲେଇଲା ତା ବାବଦରେ କଥା। କିନ୍ତୁ ସିଏ ବି ତା ପାଖରେ କିଛି ନାହିଁ। ସିଏ ଯେତେବେଳେ କହିଦେଲା, ସିଏ ତାକୁ ନେଇକି କହିଲା ଯେ ତୋର ବି ଔକାତ ନାହିଁ, ଏମିତି କିଛି। ଏସବୁ ଜିନିଷ, ଏଇଭଳିଆ ଜିନିଷ ଚାଲେ। କିନ୍ତୁ ଭବିଷ୍ୟତ ଟୋଟାଲ